+2 ପିଲାମାନଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର। +2 ରେଜଲ୍ଟ ବହୁତ ଶୀଘ୍ର ବାହାରୁଛି। କାହିଁକି ଡେରି ହେଉଥିଲା, କାହିଁକି ସେ ବିଳମ୍ବ, ସେଇଟା ମୁଁ କହୁଛି। ଆଉ କାହିଁକି ଏତେ ଡେରିରେ ରେଜଲ୍ଟ ପ୍ରକାଶ ପାଇଲା। ତମେ ତ ପିଲାମାନେ ଜାଣିଥିବ କି ମେଟ୍ରିକଟା ରେଜଲ୍ଟ ସାରିବା ପରେ +2ର ଶୀଘ୍ର ବାହାରିଯାଏ। କାହିଁକି ବାହାରୁନି, କାହିଁକି ଏତେ ବିଳମ୍ବ ହେଉଛି, ତାହାର ଆନ୍ସର ମୁଁ ଦେଉଛି। ତ ପିଲାମାନେ ଆମେ ଗତ ମାସ ବା 1.5 ମାସ ହେଲା ଆମେ ଏକ୍ଜାମ୍ ଦେଇ ସାରିଥିଲେ ସମସ୍ତେ। ତାପରେ ଆମେ କ'ଣ ଅପେକ୍ଷା କରିଛେ ନା ସେ +2 ରେଜଲ୍ଟକୁ, ଆମର ସେ ପରୀକ୍ଷା ଫଳକୁ ଯେଉଁଟା ଆମେ ମେହନତ କରିଥିଲେ, ଆଉ ସେଇଟା ବାହାରିବା ମାତ୍ରେ ଆମେ ଏବେ +3 ବା କି ITI କି ଡିପ୍ଲୋମା ସେ କରିବେ। ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନେ ତୁମମାନଙ୍କ ପାଇଁ ଖୁସି ଖବର ସମସ୍ତଙ୍କ ପାଇଁ କି +2 ରେଜଲ୍ଟଟା ବହୁତ ଶୀଘ୍ର ପ୍ରକାଶ ପାଉଛି। ମେ କେତେରେ ପାଇବ ନା 10-15 ବା କହିଛନ୍ତି ଅଫିସିଆଲ ଚ୍ୟାନେଲରେ କହିଛନ୍ତି ନା 10 ନ 15 ଏକ୍ଜାକ୍ଟ କହିଛନ୍ତି 15 ତାରିଖ ବାହାରିବ। ତ ତୁମର ଶୀଘ୍ର ବାହାରିପାରେ। ଆଜି ହେଲା 9 ତାରିଖ, କାଲି ନହେଲେ କାଲି ନ୍ୟୁଜ୍ଟା ପୁଣି ଥରେ ଆସିବ। ଯଦି ନ୍ୟୁଜ୍ ଜାଣିବାକୁ ଚାହୁଁଛ କି +2 ରେଜଲ୍ଟ କେମିତି ବାହାରିବ କେମିତି ଦେଖିବା, ତ ଚ୍ୟାନେଲକୁ ସବସ୍କ୍ରାଇବଟା କରିଦେଇଥାଅ। ଆଉ ଯେଉଁଟାକି କହୁଛି 10ରୁ 15 ଭିତରେ ଯେବେ ବାହାରୁନି ବା 10 ତାରିଖ ବାହାରିବନି, ମୁଁ କ'ଣ ଅଫିସିଆଲ ଚ୍ୟାନେଲରେ କ'ଣ ଆଇଛି ତାହା ମୁଁ ଭିଡ଼ିଓ ନେଇକି ଛାଡ଼ିବି। ତ ସେଥିପାଇଁ ତୁମେ ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିଦେଇଥିବ। ଓକେ, ଆଉ ସେ ପୁରା ଗ୍ୟାରେଣ୍ଟି କହିନି ଯେ ମୁଁ 15ରେ ରେଜଲ୍ଟଟା ପ୍ରକାଶ ପାଇବ। ସେଥିପାଇଁ କହି ରଖି ପିଲାମାନେ 10 ନୁହେଁ ତ 15 ଭିତରେ ହିଁ ବାହାରି ପାରିବ ତୁମ ରେଜଲ୍ଟଟା। ଆଉ ଏ ମୋର ଗ୍ରେସ୍ ମାର୍କ ଯେଉଁଟା ଥିଲା କି +2 ଯେତେ ଭୁଲ ଥିଲା ବା 1-2ଟା, ତ ଗ୍ରେସ୍ ମାର୍କଟା ମିଳିବ ଯାହା ମିଳେ। ଆଉ ସମସ୍ତେ ଏଥର ପାସ୍ କେମିତି ବା ପେଟେଣ୍ଟଟା ଭଲ ଥିଲା। ଏବେ ଆମକୁ 24 ରଖିଲେ ପାସ୍, ଆମେ 80 ମାର୍କର ଏକ୍ଜାମ୍ ଦେଉଛ। ତ ଇଣ୍ଟରନାଲରେ ଭଲ ରଖିଥିବ, ତାପରେ ଏଇଠି ଯଦି ଭଲ ମାର୍କ ରଖିଛ 80ରୁ 50 ବା 60 ରଖିଛ, ତ ତୁମ ମେକଅପ୍ ହେଇଯିବ। ଯେତେ ପାଇଥିଲ ଇଣ୍ଟରନାଲ ସେତିକି ହିଁ, 20 ପାଇଲେ 20। ଓକେ, ତ +2 ରେଜଲ୍ଟ ବହୁତ ଜଲ୍ଦି ଶୀଘ୍ର ପ୍ରକାଶ ପାଇବ। ସେଥିପାଇଁ ବହୁତ ଖୁସି ଆନନ୍ଦରେ ସମସ୍ତେ ଥିବେ। ତ ପିଲାମାନେ ଆଜି ପାଇଁ ଏତିକି ହିଁ। ଦେଖା ବା ଗୋଟେ ନୂଆ ଭିଡ଼ିଓରେ କେବେ ବାହାରୁଛି ରେଜଲ୍ଟ। ଓକେ, ଆଉ କେମିତି ହେଇଛି ଏକ୍ଜାମ୍ କମେଣ୍ଟ କରନ୍ତୁ। ଓକେ, ବାଏ, ଜୟ ହିନ୍ଦ, ଜୟ ଭାରତ।